କାର୍ତ୍ତିକ ମାସର ଶେଷ 5 ଦିନ କାହିଁକି ପୁଣ୍ୟ ମନାଯାଏ? ଆସନ୍ତୁ ଏହି ବିଷୟରେ ଅଧିକ ଜାଣିବା। ପଞ୍ଚୁକର ନାମ ଓ ତାହାର ଅର୍ଥ। ପଞ୍ଚୁକ ବ୍ରହ୍ମ ମୁହୂର୍ତ୍ତରୁ ସ୍ନାନର ନିୟମ। ଏହି ପଞ୍ଚୁକରେ କେଉଁ ଦେବାଦେବୀଙ୍କୁ ପୂଜା କରାଯାଏ? ପଞ୍ଚୁକ ପୂଜାରେ କେଉଁ ସବୁ ପୁଣ୍ୟ ଫଳ ମିଳିଥାଏ? ହିନ୍ଦୁ ପଞ୍ଜିକା ଅନୁସାରେ କାର୍ତ୍ତିକ ମାସ ହେଉଛି ସମସ୍ତ ମାସ ମଧ୍ୟରୁ ସର୍ବ ପୁଣ୍ୟମୟ ମାସ। ଏହି ମାସରେ ଭକ୍ତି, ତପସ୍ୟା, ଦାନ ଓ ନିୟମରେ ଯେଉଁ ବ୍ୟକ୍ତି ନିଷ୍ଠା ରଖେ ସେ ଅପାର ପୁଣ୍ୟର ଲାଭ କରେ। ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ଏହି 5 ଦିନକୁ ବିଷ୍ଣୁ ପଞ୍ଚକ କିମ୍ବା ପଞ୍ଚୁକ ବୋଲି କୁହାଯାଏ ଏବଂ ଏହି ସମୟରେ ଯେଉଁ ଲୋକ ନିୟମ ପାଳନ କରି ସ୍ନାନ, ଜପ, ଦୀପଦାନ ଓ ଭଗବାନଙ୍କ ପୂଜା କରେ ସେ ଅନନ୍ତ ପୁଣ୍ୟର ଲାଭ କରେ। ତେବେ ଆସନ୍ତୁ ଜାଣିବା ପଞ୍ଚୁକର ପ୍ରଥମ ଦିନ ଏକାଦଶୀ ବା ଏହାକୁ ଉତ୍ଥାନ ଏକାଦଶୀ କୁହାଯାଏ। ଏହି ଦିନ ବିଷ୍ଣୁ ଭକ୍ତମାନେ ଉପବାସ କରନ୍ତି। ଏହା ହେଉଛି ଦୁଷ୍ଟତାରୁ ମନକୁ ଶୁଦ୍ଧ କରିବାର ଦିନ। ଏହି ଦିନ ବିଷ୍ଣୁ ଓ ତୁଳସୀଙ୍କୁ ପୂଜା କରାଯାଏ। ଦ୍ୱାଦଶୀ ଭୋଜନ ଦିବସ। ଏହି ଦିନ ଉପବାସ ଶେଷ କରାଯାଏ। ବିଷ୍ଣୁଙ୍କ ପାଇଁ ନିବେଦନ କରି ତାହାପରେ ଭୋଜନ କରାଯାଏ। ଏହି ଦିନେ ବିଷ୍ଣୁ ଏବଂ ଲକ୍ଷ୍ମୀଙ୍କର ଯୁଗଳ ରୂପକୁ ପୂଜା କରାଯାଏ। ତ୍ରୟୋଦଶୀ ତ୍ରିଶୂଳ ପୂଜା। ଏହି ଦିନେ ଶିବ ଏବଂ ବିଷ୍ଣୁଙ୍କୁ ସମାନ ଭାବରେ ପୂଜା କରାଯାଏ। ଏହି ଦିନ ମନୋକାମନା ପୂରଣ ଓ ପାପ ମୃତ୍ୟୁର ନିବାରଣ ପାଇଁ ଅତ୍ୟନ୍ତ ଶୁଭ। ଚତୁର୍ଦ୍ଦଶୀ ଦେବ ଦୀପାବଳି। ଏହି ଦିନ ହେଉଛି ଦେବତାମାନଙ୍କର ଦୀପାବଳି ଯେଉଁଥିରେ ସମସ୍ତ ଦେବତାଙ୍କୁ ଦୀପ ଜଳାଇ ସ୍ମରଣ କରାଯାଏ। ଏହି ରାତିରେ ଦୀପଦାନ କଲେ ଅସୀମ ପୁଣ୍ୟର ଲାଭ ମିଳେ। ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନେ ତୁଳସୀ, ଶାଳଗ୍ରାମ, ବିଷ୍ଣୁ, ଲକ୍ଷ୍ମୀ ଓ ଶିବଙ୍କୁ ପୂଜା କରାଯାଏ। ଏହାକୁ ମହାପୁଣ୍ୟ ଦିନ ବୋଲି ମନାଯାଏ। ଏହି ଦିନ ଗଙ୍ଗା ସ୍ନାନ, ଦୀପଦାନ ଓ କଦଳୀ ଡଙ୍ଗା ଭସାଇବାର ପ୍ରଥା ରହିଛି। ପଞ୍ଚୁକ ଗାଧୋଇବାର ନିୟମ। ପଞ୍ଚୁକ ଗାଧୋଇବାର ଅର୍ଥ ହେଉଛି ନିୟମପୂର୍ଣ୍ଣ ଭାବରେ ସ୍ନାନ ଓ ପବିତ୍ର ଚିତ୍ତରେ ଦିନ ବିତାଇବା। ଏହି 5 ଦିନ ଭିତରେ କିଛି ନିୟମ ଅଛି ଯାହା ମାନିବାକୁ ପଡ଼େ। ପ୍ରତିଦିନ ସକାଳେ ପବିତ୍ର ନଦୀ କିମ୍ବା ତୀର୍ଥ ସ୍ନାନ କରିବେ। ଘରେ ବା ତୁଳସୀ ଚଉରା ମୂଳେ ଦୀପ ଜଳାଇବେ। ବିଷ୍ଣୁ, ଲକ୍ଷ୍ମୀ ଓ ଶିବଙ୍କ ନାମ ସ୍ମରଣ କରି ମନ୍ତ୍ର ଜପ କରନ୍ତୁ। ଦାନ, ଅନ୍ନ ଓ ବସ୍ତ୍ର ଦେଇ ପୁଣ୍ୟ କର୍ମ କରନ୍ତୁ। ଅହିଂସା, ସତ୍ୟ ଓ ନିୟମରେ ସର୍ବଦା ରୁହନ୍ତୁ। ଏହି 5 ଦିନ ମଧ୍ୟରେ କେହି ମାଂସ, ପିଆଜ, ରସୁଣ, ମଦ ଓ ଅଶୁଚି ଖାଦ୍ୟ ତ୍ୟାଗ କରି ଶୁଦ୍ଧ ଭୋଜନ ଗ୍ରହଣ କରନ୍ତୁ। ଏହି ପଞ୍ଚୁକରେ କେଉଁ ଦେବାଦେବୀଙ୍କୁ ପୂଜା କରାଯାଏ? ଏହି 5 ଦିନରେ ମୁଖ୍ୟତଃ ପଞ୍ଚ ଦେବତାଙ୍କ ପୂଜା କରାଯାଏ। ଶ୍ରୀ ବିଷ୍ଣୁ ନାରାୟଣ, ଦେବୀ ମା ଲକ୍ଷ୍ମୀ, ମା କାଳୀ, ଶିବ ଶଙ୍କର, ତୁଳସୀ ଦେବୀ, ଶାଳଗ୍ରାମ ଯାହା ବିଷ୍ଣୁଙ୍କର ଭିନ୍ନ ରୂପ ଅଟେ। ଏହି ସମୟରେ ଯେଉଁ ଭକ୍ତ ତୁଳସୀ ଚଉରା ମୂଳେ ଦୀପ ଜଳାଏ ସେ ଅତ୍ୟନ୍ତ ପୁଣ୍ୟ ଲାଭ କରେ ବୋଲି ପଦ୍ମ ପୁରାଣ ଓ ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି। ପଞ୍ଚୁକ ପୂଜାରେ ଅନ୍ୟ କେଉଁ ସବୁ ପୁଣ୍ୟ ଫଳ ମିଳିଥାଏ? ପୂର୍ବଜ ମୋକ୍ଷ। ଏହି ଦିନରେ କରାଯାଉଥିବା ସ୍ନାନ ଓ ଦାନରେ ପିତୃପୁରୁଷମାନେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦିଅନ୍ତି। ପାପରୁ ମୁକ୍ତି। ପଞ୍ଚୁକ ସ୍ନାନ ଓ ବିଷ୍ଣୁଙ୍କ ସ୍ମରଣରେ ସମସ୍ତ ପାପ ନାଶ ହୋଇ ମନ ଶୁଦ୍ଧ ହୁଏ। ସ୍ୱାସ୍ଥ୍ୟ ଓ ଶାନ୍ତି। ଏହି ସମୟରେ ଶୁଦ୍ଧ ଭୋଜନ ଓ ନିୟମରେ ରହିବା ଦେହ ଓ ମନ ଦୁହିଁଙ୍କୁ ସୁସ୍ଥ ରଖେ। ଧନ ଧାନ୍ୟ ଓ ସଫଳତା। ଲକ୍ଷ୍ମୀ ଓ ବିଷ୍ଣୁଙ୍କର ପୂଜା ଦ୍ୱାରା ଘରେ ଧନ, ସମୃଦ୍ଧି ଓ ଶାନ୍ତି ଆସେ। ମୋକ୍ଷ ଲାଭ। ଯେଉଁମାନେ ଏହି 5 ଦିନର ସତ୍ୟ, ଭକ୍ତି ଓ ନିୟମରେ
ଭଗବାନଙ୍କ ସେବା କରେ ସେ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତି ପାଇଥାଏ। କାର୍ତ୍ତିକ ଶେଷ 5 ଦିନ ହେଉଛି ଆତ୍ମଶୁଦ୍ଧି, ଭକ୍ତି ଓ ଦେବସେବାର ସର୍ବୋଚ୍ଚ ସମୟ। ଏହି 5 ଦିନ ମଧ୍ୟରେ ମଣିଷ ଯେତେ ଅଧିକ ନିୟମ ରଖି ଭଗବାନଙ୍କ ସେବା କରିବ ସେ ତା'ର ଜୀବନରେ ସଫଳ ହେବ। ଏହା ମାନବ ଜୀବନର ଧର୍ମ, ଶାନ୍ତି ଓ ଆନନ୍ଦ ଆଣିଥାଏ। କାର୍ତ୍ତିକ ପଞ୍ଚୁକ ହେଉଛି କର୍ମ, ଭକ୍ତି ଓ ପବିତ୍ରତାର 5 ଦିନ, ଯାହା ମଣିଷକୁ ପାପରୁ ମୁକ୍ତି କରି ମୋକ୍ଷ ପଥରେ ନେଇଯାଏ। ତେବେ ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ଏବଂ ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦେବେ। ଆଜି ପାଇଁ ଏତିକି, ରହୁଛି, ନମସ୍କାର।